ରାତିରେ ଆକାଶରେ କିଛି ତାରା ବହୁତ ଜୋରରେ ଚମକୁଥିଲେ। ସେମାନେ ନିଜ ଆଲୋକକୁ ନେଇ ଗର୍ବ କରୁଥିଲେ। ସେମାନଙ୍କ ମଧ୍ୟରେ ଗୋଟିଏ ଛୋଟ ତାରା ଥିଲା, ଯିଏ ଧୀରେ ଓ ନୀରବ ଭାବେ ଆଲୋକ ଦେଉଥିଲା। ଛୋଟ ତାରାଟି ଅନ୍ୟ ତାରାମାନଙ୍କୁ ଦେଖି ବହୁତ ଦୁଃଖ ପ୍ରକାଶ କଲା। ସେ ଭାବିଲା, ମୁଁ ଏତେ ଛୋଟ, କେହି ମୋତେ ଦେଖିପାରୁନାହାନ୍ତି। ଥରେ ପୃଥିବୀରେ ରାତି ହୋଇଥିଲା। କିଛି ଯାତ୍ରୀ ଅନ୍ଧାର ପଥରେ ଚାଲୁଥିଲେ। ସେମାନେ ରାସ୍ତା ଭୁଲି ଯାଇ ଅନ୍ଧାର ରାତିରେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ ସେହି ନୀରବ ତାରାଟି ଧୀରେ ଧୀରେ ନିଜ ଆଲୋକ ଦେଲା। ସେହି ମୃଦୁ ଆଲୋକ ଯାତ୍ରୀମାନଙ୍କୁ ସଠିକ ପଥ ଦେଖାଇଲା। ସେମାନେ ଆକାଶକୁ ଦେଖି ହସିଲେ ଓ ମନେ ମନେ ତାରାକୁ ବହୁତ ଧନ୍ୟବାଦ ଦେଲେ। ଏହା ଦେଖି ଆକାଶରେ ଜହ୍ନ ମୃଦୁ ସ୍ୱରରେ କହିଲା, କେବଳ ଚମକିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ସବୁଠାରୁ ମହତ୍ୱପୂର୍ଣ୍ଣ ଅଟେ। ନୀରବ ତାରାଟିର ନା ଧ୍ରୁବ ତାରା। ସେ ମନେ ମନେ ଭାରି ହସିଲା। ଏହିଭଳି ସୁନ୍ଦର ଓ ଶିକ୍ଷଣୀୟ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ